କୁକୁର ମାନେ କାନ୍ଦନ୍ତି କାହିଁକି? ରାତିରେ କ'ଣ ସେମାନଙ୍କୁ ଭୂତ ଦେଖାଯାଏ? ତାହେଲେ ସେମାନେ ରାତିରେ ଏତେ ଜୋରରେ ପାଟି କରି କାନ୍ଦନ୍ତି କାହିଁକି? ଏହା ପଛରେ ପ୍ରକୃତରେ ସତ୍ୟ କ'ଣ? ଆସନ୍ତୁ ଜାଣିବା। ପୃଥିବୀର ଅଧିକାଂଶ ଲୋକମାନେ ଘରେ କୁକୁର ରଖିବା ପସନ୍ଦ କରନ୍ତି, କାରଣ କୁକୁର ଗୋଟିଏ ବିଶ୍ୱସ୍ତ ପ୍ରାଣୀ। ଯେତେବେଳେ କିଏ ଧୋକା ଦିଏ ସେତେବେଳେ ମଣିଷ ପ୍ରଥମେ କୁକୁର କଥା ଭାବେ। ଆଜିକାଲି ଲୋକଙ୍କ ଠାରୁ କୁକୁର ବହୁତ ବିଶ୍ୱସ୍ତ। କୁକୁର କେବେ ବି ତା ମାଲିକକୁ ଧୋକା ଦିଏ ନାହିଁ। କ'ଣ ଆପଣ ଜାଣିଛନ୍ତି କି କୁକୁରମାନେ କାନ୍ଦନ୍ତି କାହିଁକି? ଏ ଦୁନିଆରେ କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଏ। ନିଜ ଲୋକ ଆପଣଙ୍କୁ ଧୋକା ଦେଇପାରନ୍ତି, କିନ୍ତୁ ଆପଣଙ୍କ କୁକୁର ମଲା ପର୍ଯ୍ୟନ୍ତ କେବେ ବି ଧୋକା ଦେବ ନାହିଁ। ସେଥିପାଇଁ ଅଧିକାଂଶ ଲୋକ ଘରେ କୁକୁର ରଖିବାକୁ ପସନ୍ଦ କରନ୍ତି। କୁକୁର ପରି ବିଲେଇ ମଧ୍ୟ ଘରେ ରୁହେ, କିନ୍ତୁ ବିଲେଇ କେବେ ବିଶ୍ୱସ୍ତ ହୋଇପାରିବନି। ଯଦି ବିଶ୍ୱାସ ହେଉନି ତେବେ ତୁମେ ପ୍ରମାଣ କରି ଦେଖିପାରିବ। ଯଦି ଗୋଟେ ଦିନ କୁକୁରକୁ ଖାଇବାକୁ ଦେଇଥିବେ, ସେ ସାରା ଜୀବନ ଆପଣଙ୍କୁ ସାହାଯ୍ୟ କରିବ। କିନ୍ତୁ ଆପଣ ବିଲେଇଟିକୁ ଗୋଟିଏ ଦିନ ଖାଇବାକୁ ଦେଇ ତା ପରଦିନ ଟିକେ ପାଟି କରନ୍ତି, ତେବେ ସେ ଆପଣଙ୍କୁ କାମୁଡ଼ି ଦେଇପାରେ। ସେଥିପାଇଁ କୁହାଯାଏ କୁକୁର ମଣିଷର ପ୍ରକୃତ ବନ୍ଧୁ। ଆପଣ କେବେ ଭାବିଛନ୍ତି କୁକୁରମାନେ ରାତିରେ କାହିଁକି ଭୁକନ୍ତି? ରାତିରେ କୁକୁର କାନ୍ଦିଲେ କିଛି ଅଶୁଭ ହୁଏ ବୋଲି କାହିଁକି କୁହାଯାଏ? କୁକୁର କାନ୍ଦିଲେ ଗାଁରେ କାହାର କିଛି ହେଇଯାଏ ବୋଲି ବୟସ୍କ ଲୋକମାନେ କୁହନ୍ତି। ଆଉ କେତେଜଣ କୁହନ୍ତି କି କୁକୁର ଭୂତ ଏବଂ ପିଶାଚମାନଙ୍କୁ ଦେଖିପାରେ ଏବଂ ତାଙ୍କ ପାଖାପାଖିରେ ହେବାକୁ ଥିବା କିଛି ଅସୁବିଧା କଥା ଆଗୁଆ ସେମାନେ ଜଣାଇ ଦିଅନ୍ତି। ଯଦି ଆପଣ ରାତିରେ କୌଣସି କୁକୁରକୁ କାନ୍ଦିବାର ଦେଖୁଥିବେ, ତେବେ ସେଠାରେ ଭୂତ ଅଛି ବୋଲି ଲୋକମାନେ କୁହନ୍ତି। ହେଇପାରେ ଏସବୁ କଥା ସତ, କିନ୍ତୁ ଆମେ ଯଦି ବୈଜ୍ଞାନିକ ଦୃଷ୍ଟିକୋଣରୁ ଭାବିବା, ତେବେ ଏମିତି କିଛି ହେଇନଥାଏ। କୁକୁରକୁ ନେଇ ବୈଜ୍ଞାନିକମାନେ ଅନେକ ପ୍ରକାର ପରୀକ୍ଷା କରିଛନ୍ତି। ବୈଜ୍ଞାନିକ ଭାଷାରେ କୁକୁର କାନ୍ଦିବାକୁ ହାଉଲ୍ କୁହାଯାଏ। ପ୍ରାୟତଃ କୁକୁରମାନେ ଗଧିଆ ପ୍ରଜାତିର ହୋଇଥାନ୍ତି, ସେଥିପାଇଁ କୁକୁରମାନେ ଗଧିଆ ପରି ଦେଖାଯାଆନ୍ତି। ଯେମିତି ଗଧିଆ ଅନ୍ୟ ଗଧିଆମାନଙ୍କୁ ସଂକେତ ଦେବା ପାଇଁ ଭୁକନ୍ତି, ସେମିତି କୁକୁରମାନେ ମଧ୍ୟ ସଂକେତ ପଠାଇଥାନ୍ତି। ଅନ୍ୟ କୁକୁରମାନଙ୍କୁ ସଂକେତ ଦେବା ପାଇଁ ସେମାନେ ଏମିତି ଠିକ୍ ଭୁକନ୍ତି। ଆପଣମାନେ ଦେଖିଥିବେ ଗାଁରେ ସବୁ ଗଳିରେ କୁକୁର ରୁହନ୍ତି। କୁକୁରମାନେ ଯେଉଁ ଗଳିରେ ରୁହନ୍ତି ତାକୁ ନିଜ ଘର ଭଳି ଭାବି ଦିଅନ୍ତି। କୁକୁରମାନେ ସବୁବେଳେ ଦଳ ଦଳ ହେଇ ରହିବାକୁ ଭଲ ପାଆନ୍ତି। ଯେତେବେଳେ ଅନ୍ୟ ଦଳର କୁକୁର ଆସେ, ସେତେବେଳେ କୁକୁରମାନେ ସେହି ନୂଆ କୁକୁର ବିଷୟରେ ନିଜ ସାଥୀମାନଙ୍କୁ ଜଣାଇବା ପାଇଁ ଜୋରରେ ଭୁକନ୍ତି। କୁକୁରମାନେ ନିଜର ଦୁଃଖ, କଷ୍ଟ ଏବଂ ରାଗ ଦେଖାଇବା ପାଇଁ କାନ୍ଦନ୍ତି। କୁକୁରମାନଙ୍କୁ ଅଧିକ ଶବ୍ଦ ପସନ୍ଦ କରନ୍ତି ନାହିଁ, ସେଥିପାଇଁ ସେ ଭୁକିକି ଶବ୍ଦ ନ କରିବାକୁ କୁହନ୍ତି। ଯଦି କେହି ଅଜଣା ଲୋକ ତାଙ୍କ ଗଳିରେ ପଶେ, ସେମାନେ ଭୁକିକି ଅନ୍ୟ କୁକୁରମାନଙ୍କୁ ଜଣାଇ ଦିଅନ୍ତି ଯେ ଯାହାଦ୍ୱାରା ତାଙ୍କ ଗଳିରେ ଲୋକମାନଙ୍କର କେହି କିଛି ଅସୁବିଧା ନ କରୁ। ସେଥିପାଇଁ ମଣିଷ ଠାରୁ ଅଧିକ ବିଶ୍ୱସ୍ତ ହେଉଛି କୁକୁର। ଆଶା କରୁଛି କୁକୁର କାହିଁକି ରାତିରେ ଭୁକେ ଏହି କଥା ଆପଣମାନେ ଜାଣିଲେ। ଏହି ଭିଡ଼ିଓଟି ମଧ୍ୟ ଆପଣମାନଙ୍କୁ ଭଲ ଲାଗିଥିବ। ତେବେ ଆଜି ହିଁ ଭଏସ୍ ଟିଭି ଷ୍ଟୋରି ଆଣ୍ଡ ମୋଟିଭେଟ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଭିଡ଼ିଓ ମୋର ଏତିକି। ଜୟ ଜଗନ୍ନାଥ, ନମସ୍କାର।